ଆମ ମା ଆମ ପାଇଁ କେତେ କଷ୍ଟ କରିଛି ଆମେ ଦେଖୁନା ଜାଣୁନା, କିନ୍ତୁ ଆମେ ଯେତେବେଳେ ମା ହୁଏ ସେତେବେଳେ ହିଁ ଆମେ ଅନୁଭବ କରିପାରେ ଯେ ଆମ ମା ଆମ ପାଇଁ କେତେ କଷ୍ଟ କରିଥିବ। ହଁ, ସତ କହୁଛି ନା। ଗୋଟେ ମା ରାତିରେ ଶୋଇଥିବ, ଆଖିରେ ବହୁତ ସାରା ସ୍ୱପ୍ନ ଦେଖୁଥିବ କି ସକାଳ ହେଲେ ମୋ ପିଲାକୁ ମୁଁ କ'ଣ ଟିଫିନ୍ ଦେବି, ମୋ ପିଲା କେମିତି ଖାଇବ, କେମିତି ଭଲ ପଢ଼ିବ, ଭଲ ସ୍କୁଲରେ ପାଠ ପଢ଼ିବ, ଆଉ ଭଲ ନାଁ ବି ରଖିବ। ସେଥିପାଇଁ ମୋ ପିଲାର ପ୍ରତ୍ୟେକଟି ଇଚ୍ଛାକୁ ପୂରଣ କରିବା ପାଇଁ ମୋତେ ଯାହା ନାହିଁ ଯେତେ କଷ୍ଟ ପଡ଼ୁନା କାହିଁକି ମୁଁ ନିଶ୍ଚୟ କରିବି। କାହିଁକି ନା ମୋ ପିଲାକୁ ମଣିଷ କରିବି, ଆଉ ମୋ ପିଲା ମୋ ପରିକା ଯେମିତି କଷ୍ଟ ନ ଭୋଗନ୍ତୁ, ଖୁସିରେ ରୁହନ୍ତୁ। ସେଥିପାଇଁ ଗୋଟେ ମା ଦିନ ରାତି ବାହାରେ ପରିଶ୍ରମ କରେ, ଦିନ ସାରା ଖରାରେ ଖଟେ, ରାତିରେ ଘରକୁ ଫେରେ। ଯେତେବେଳେ ଫେରେ ତା ପିଲାମାନେ ଯେତେବେଳେ ତା ପାଖକୁ ଦୌଡ଼ି ଯାଆନ୍ତି, ମା ଆଇଲା, ମା ଆସିଲା ବୋଲି, ସେ ମାର ସବୁ କଷ୍ଟ ତା ପିଲାମାନଙ୍କୁ ଦେଖିକି ଭୁଲିଯାଏ। କିନ୍ତୁ ପିଲା ସେ କଥା ବୁଝନ୍ତିନି। ମା କ'ଣ ଖାଇଛି, କେମିତି କାମ କରିଛି, କେତେ କଷ୍ଟରେ ଟଙ୍କା ଇନକମ୍ କରୁଛି, ସେ କେବେ ବୁଝେନି। ତାଙ୍କର ପ୍ରତ୍ୟେକଟି ଇଚ୍ଛା ଥାଏ ଯେ ଆମେ ଭଲ ଖାଇବୁ, ଭଲ ପିନ୍ଧିବୁ, ଭଲ ସ୍କୁଲରେ ପାଠ ପଢ଼ିବୁ, ମଜା ମସ୍ତି ଏନ୍ଜୟ ଏଇଆ କରିବୁ। କିନ୍ତୁ ବାପା ମା ଆମକୁ ପଇସା ଦିଅନ୍ତୁ, ଏଇଆ ଗୋଟେ ପିଲା ଭାବେ। କିନ୍ତୁ ସେ ଭାବନାକୁ ସତ କରିବାକୁ ଗୋଟେ ମା କେତେ ପରିଶ୍ରମ କରିବାକୁ ପଡ଼େ, କେତେ କଷ୍ଟ କରିବାକୁ ପଡ଼େ, ସେଇଟା ସେମାନେ ଜାଣନ୍ତିନି। କାହିଁକି ନା ଗୋଟେ ମା କଷ୍ଟ କାହିଁକି କରେ? ଯେତେବେଳେ ତା ସ୍ୱାମୀର ରୋଜଗାର ନଥାଏ ସେତେବେଳେ ସେ ମା କ'ଣ କରିବ? ଗୋଟେ ଘରକୁ ଚଳିବା ପାଇଁ ହେଲେ ଯେତେ କଷ୍ଟ ପଡ଼ୁନା କାହିଁକି ସେ ମା ନିଶ୍ଚୟ କରିବ। ସବୁ ମା ମାନେ ହିଁ କରନ୍ତି। ଆଉ ଯେତେବେଳେ ଖରାରେ ଖଟି ଖଟି ଯେତେବେଳେ ଟଙ୍କା ଆଣେ ନା, ଟଙ୍କା ତା ପିଲାର ସ୍କୁଲ ଫିସ୍ରେ ହିଁ ସରିଯାଏ। ତା ପାଖରେ ଆଉ କିଛି ବି ନଥାଏ ଛୁଆଙ୍କୁ ଟିଫିନ୍ ଦେବା ପାଇଁ। ଆଉ ଯେତେବେଳେ ସକାଳୁ ଉଠେ ପିଲାମାନଙ୍କୁ ସ୍କୁଲକୁ ପଠାଇବା ପାଇଁ, ପିଲା ସକାଳୁ 6ଟାରୁ ଯିବେ, ଆସିବେ ସନ୍ଧ୍ୟା 5ଟାରେ। ପିଲା ତ ପୁଣି ଖାଇବେ ନା, ମା ପାଖରେ କିଛି ନଥାଏ ଖାଇବା ପାଇଁ। ମା କ'ଣ ବୁଝାଇ ଜାଣିଛନ୍ତି? ପଖାଳ ଭାତ ଆଳୁ ଚକଟା ଖାଇଦେଲେ ମା ପେଟ ଥଣ୍ଡା ରହିବ, ପାଠ ପଢ଼ାରେ ମନ ଲଗେଇବ, ଆଉ ଦେହ ବି ସୁସ୍ଥ ରହିବ। କିନ୍ତୁ ସେ ପିଲାଟି ସେତେବେଳେ କାନ୍ଦେ, ମା ମୋର ସବୁ ସାଙ୍ଗମାନେ ଭଲ ଭଲ ଖାଇବା ଆଣୁଛନ୍ତି, ଆଉ ଦେଖିଲା ବେଳକୁ ମୁଁ ପଖାଳ ଭାତ ଖାଇକି ଯିବି, ଦିନସାରା ଉପାସ ରହିବି, 4ଟା ବେଳକୁ ଘରକୁ ଆସିବି, ଘରେ ପହଞ୍ଚିଲା ବେଳକୁ 5ଟା ହେଇଯିବ। ମୁଁ ଏପର୍ଯ୍ୟନ୍ତ ସେ ସକାଳର ପଖାଳ ଖାଇକି ମୁଁ ରହିବି। ମା ବୁଝାଏ, ଦେଖରେ ତା ମା ତା ବାପା ରୋଜଗାର କରୁଛନ୍ତି, ସେମାନେ ଭଲ ମନ୍ଦ ଖାଉଛନ୍ତି, ମୁଁ ତତେ ଭଲ ମନ୍ଦ ଆଜି ଦେଇନି, କାଲି ତ ନିଶ୍ଚୟ ଦେବି ନା। ଆଜି ଯାହା ଅଛି ସେଇଥିରୁ ଖାଇଦେ, ଆଉ ଭଗବାନଙ୍କୁ ଏତିକି ଡାକେ, ଆମ ଭାଗ୍ୟରେ ସବୁବେଳେ ଦୁଃଖ ନଥିବ ରେ, ତୁ ପାଠ ପଢ଼ିକି ମଣିଷ ହେଇଯା, ଦିନ ଆସିବ ତୁ ବି ଖୁସିରେ ରହିବୁ। ଏ କଥା କିଏ ଚିନ୍ତା করে ଜାଣିଛ? ଗୋଟେ ମା ହିଁ ଚିନ୍ତା କରିପାରେ। କିନ୍ତୁ ଏ ମାର ମନ କଥାକୁ କିଏ ବୁଝନ୍ତି? କେହି ବି ବୁଝନ୍ତିନି। ତା କଷ୍ଟଟାକୁ କିଏ ବୁଝନ୍ତି? କେହି ବୁଝନ୍ତିନି। କୋଉ ସ୍ୱାମୀ ନା କୋଉ ପିଲାମାନେ। ସେଇ ପିଲାମାନେ ଯେତେବେଳେ ବଡ଼ ହେଇଯାନ୍ତି ନା, ଏ ମା କେତେ କଷ୍ଟ କରି ମଣିଷ କରିଛି ଏ ପିଲାଙ୍କର ହିଁ ମନେ ନଥାଏ। କିନ୍ତୁ ଗୋଟେ ମା ଜାଣିଛି ସେ କେତେ କଷ୍ଟ କରି ତା ପିଲାକୁ ମଣିଷ କରିଛି। କ'ଣ ସତ କହିଲି ନା?